ଅ, ଭଉଣୀ ଉତ୍ତମ ଭାବରେ ପ୍ରଭୁଙ୍କର ଆରାଧନାରେ ଆମମାନଙ୍କୁ କଢ଼େଇ ନେଲେ, ସେଥିପାଇଁ ଧନ୍ୟବାଦ ଦିଏ। ଯୋଉ ବାକ୍ୟ ମୁଁ ଆଜି ଆପଣମାନଙ୍କ ପାଖରେ ରଖିବା ପାଇଁ ଚାହେଁ, ତା ଆପଣମାନେ ପାଇପାରିବେ ଯୌନ ଲିଖିତ ସୁସମାଚାର ତାର 19 ପର୍ବ 38 ରୁ 42। ପଢିବେ ଟିକେ କିଏ? ଏହି ସମସ୍ତ ଘଟଣା ପରେ ଯେଉଁ ହାରାମାଥ୍ୟ ଯୋସେଫ ଯୀଶୁଙ୍କର ଜଣେ ଶିଷ୍ୟ ଥିଲେ, କିନ୍ତୁ ଯିହୁଦୀମାନଙ୍କ ଭୟରେ ଗୁପ୍ତ ଭାବରେ ଥିଲେ, ସେ ଯୀଶୁଙ୍କର ଶରୀର ଘେନିଯିବା ନିମନ୍ତେ ପିଲାତଙ୍କୁ ଅନୁରୋଧ କଲେ। ସେଥିରେ ପିଲାତ ଅନୁମତି ଦେଲେ, ତେଣୁ ସେ ଆସି ତାହାଙ୍କର ଶରୀର ଘେନିଗଲେ। ଯେଉଁ ନିକୋଦିମ ପ୍ରଥମେ ରାତ୍ରିକାଳରେ ତାହାଙ୍କ ନିକଟକୁ ଆସିଥିଲେ, ସେ ମଧ୍ୟ ପ୍ରାୟ 50 ଗନ୍ଧର ରସ ମିଶ୍ରିତ ଅଗୁରୁ ଘେନି ଆସିଲେ। ସେମାନେ ଯୀଶୁଙ୍କର ଶରୀର ଘେନି ଯିହୁଦୀମାନଙ୍କର ସମାଧି ଦେବା ରୀତି ଅନୁସାରେ ତା ସୁଗନ୍ଧି ଦ୍ରବ୍ୟ ସହିତ ସୂକ୍ଷ୍ମ ବସ୍ତ୍ରରେ ଗୁଡ଼ାଇଲେ। ସେ ଯେଉଁ ସ୍ଥାନରେ କ୍ରୁଶରେ ଚଢ଼ାଯାଇଥିଲେ, ସେ ସ୍ଥାନରେ ଗୋଟିଏ ଉଦ୍ୟାନ ଥିଲା, ଆଉ ସେଇ ଉଦ୍ୟାନରେ ଗୋଟିଏ ନୂତନ ସମାଧି ଥିଲା, ସେଥିରେ କେହି କେବେ ରଖାଯାଇ ନଥିଲା। ଅତଏବ ଯିହୁଦୀମାନଙ୍କର ଆୟୋଜନ ଦିନ ହେତୁ ସେହି ସ୍ଥାନରେ ସେମାନେ ଯୀଶୁଙ୍କୁ ରଖିଦେଲେ, କାରଣ ସେହି ସମାଧି ନିକଟରେ ଥିଲା। ଆମେନ୍। ଧନ୍ୟବାଦ। ଯେତେବେଳେ ଆମେ ଯୀଶୁ ଖ୍ରୀଷ୍ଟଙ୍କ ସେବା କାର୍ଯ୍ୟକୁ ଯେତେବେଳେ ଦେଖିବା, ସେଇଠି ଦୁଇ ପ୍ରକାର ଶିଷ୍ୟ ଆମେ ଦେଖିବାକୁ ପାଉ। ଯୋଉମାନେ ଥିଲେ ସର୍ବସାଧାରଣ ଶିଷ୍ୟ, ଆଉ କିଛି ଜଣ ଥିଲେ ଯୋଉମାନଙ୍କୁ ଗୁପ୍ତ ଶିଷ୍ୟ ବୋଲି କୁହାଯାଏ। ଯୋଉମାନେ ସାମ୍ନାରେ ଆସୁନଥିଲେ, ପ୍ରାୟ ପଛରେ ରହୁଥିଲେ। ଦ ସିକ୍ରେଟ ଡିସାଇପଲ ନିକୋଦିମ, ଯାହାଙ୍କ ବିଷୟରେ ମୁଁ କହିବା ପାଇଁ ଚାହେଁ, ନିକୋଦିମଙ୍କ ବିଶେଷତା ଏଇଭଳି ଏକ ଗୁପ୍ତ ଶିଷ୍ୟ। ତାଙ୍କ ଜୀବନ ବିଷୟରେ ଆଜି ଆମେ ଦେଖିବା। ନିଶ୍ଚୟ ପ୍ରଭୁ କଥା କହିବେ। ଯେତେବେଳେ ଆମେ ଦେଖୁ ଲୁକ 8 ଯେତେବେଳେ ଦେଖୁ, ସେଠି 4 ପ୍ରକାର ଭୂମି ବିଷୟରେ ଲେଖାଯାଏ। ଗୋଟେ ହଉଛି ବାଟ ପାଖ ଭୂମି, ଗୋଟେ ହଉଛି ପଥୁରିଆ ଭୂମି, ଗୋଟେ ହଉଛି କଣ୍ଟକମୟ ଭୂମି, ଆଉ ଗୋଟେ ହଉଛି ଭଲ ଭୂମି। ବାଟ ପାଖ ଭୂମିରେ ଯେତେବେଳେ ଜଣେ ବୀଜ ଆସିକି ବୁଣିଲା, ବୀଜ ବୁଣାଳି ବୀଜ ବୁଣିଲେ, ବାଟ ପାଖ ଭୂମି ପାଖରେ ପଡିଲା, କିନ୍ତୁ ତା ପାଦ ତଳେ ଦଳିତ ହେବାରୁ ତାକୁ ଦଳିତ ହେଲା, ଆଉ ତାକୁ ଚଢେଇ ମାନେ ଆସିକି ନେଇଗଲେ, ଆକାଶର ପକ୍ଷୀଗଣ ତାକୁ ନେଇଗଲେ। ଆଉ ଯୋଉଟା ହଉଛି ପଥୁରିଆ ଭୂମି, ଯୋଉଠି ବୀଜ ପଡିଲା କିନ୍ତୁ ତା ରସ ନ ପାଇବାରୁ ଶୁଖିଗଲା। କଣ୍ଟକ ଭୂମି, ଯୋଉଠି ବୀଜ ପଡିଲା, କଣ୍ଟା ଗଛ ମାଡି ପକେଇଲା, ସେ ଆଉ ବଢି ପାରିଲାନି। ଉତ୍ତମ ଭୂମି, ଯୋଉଠି ବୀଜ ପଡିଲା ଆଉ 100 ଗୁଣ ଫଳ ଫଳିଲା। ତ ଏଇଭଳି ଭାବରେ ଆମେ ଯେତେବେଳେ ଦେଖୁ ଖ୍ରୀଷ୍ଟୀୟ ଜୀବନରେ ମଧ୍ୟ ଆମେ ଯେତେବେଳେ ଦେଖିବା, ଯେତେବେଳେ ଯୀଶୁ ଖ୍ରୀଷ୍ଟ ପ୍ରଚାର କରୁଥିଲେ, ସେଇଠି ମଧ୍ୟ ଏଇ ଉତ୍ତମ ଭୂମି ଭଳି କେତେ ଜଣ ଉତ୍ତମ ଶିଷ୍ୟ ଥିଲେ। ଦେଖନ୍ତୁ, ଗୋଟେ ଶିଷ୍ୟ ଗୋଟେ ରାତିରେ କେବେ ହେଇପାରିବନି। ଗୋଟେ ଭଲ ଭୂମି ଗୋଟେ ରାତିରେ କେବେ ହେଇପାରିବନି। ଗୋଟେ ଭଲ ଭୂମି ପ୍ରସ୍ତୁତ କରିବାକୁ ହେଲେ ତା ବହୁତ ଦିନ ଲାଗିଥାଏ। ମାଟିକୁ ଉର୍ବର କରିବାକୁ ପଡେ, ମାଟିରେ ଖତ ଦେବାକୁ ପଡେ, ମାଟିକୁ ବହୁତ ପ୍ରସ୍ତୁତ କରିବାକୁ ପଡେ। ତାପରେ ଯାଇକି ଗୋଟେ ଭଲ ମାଟି ତା ପ୍ରସ୍ତୁତ ହୁଏ, ଉର୍ବର ଜମି ପ୍ରସ୍ତୁତ ହୁଏ। ଗୋଟେ ରାତିରେ କେବେ ବି ତାହା ହେଇପାରିବନି। ଯୋଉମାନେ କୃଷକ ସେମାନେ ଜାଣନ୍ତି, ଯୋଉମାନେ ଗଛ ଲଗାନ୍ତି ସେମାନେ ମଧ୍ୟ ଜାଣନ୍ତି ମାଟିକୁ କେମିତି ପ୍ରସ୍ତୁତ କରାଯାଏ। ତା ସହଜ ବିଷୟ ନୁହଁ। ସେଇଭଳି ପ୍ରକାରେ ଗୋଟେ ଶିଷ୍ୟ ଗୋଟେ ରାତିରେ ହେଇପାରିବନି, ଗୋଟେ ଦିନରେ ହେଇପାରିବନି। ଏହା ଏକ ପ୍ରୋସେସ ଅଟେ, ଗୋଟେ ପ୍ରକ୍ରିୟା। ସେ ପ୍ରକ୍ରିୟା ଦେଇକି ଯିବାକୁ ପଡେ। ଆଉ ଯେତେବେଳେ ଆମେ ଯୀଶୁ ଖ୍ରୀଷ୍ଟଙ୍କ ଜୀବନରେ ଯେତେବେଳେ ଦେଖୁ, ସେଠି ସର୍ବସାଧାରଣ ଶିଷ୍ୟ ଥିଲେ ଆଉ ଗୁପ୍ତ ଶିଷ୍ୟ ଥିଲେ। କିନ୍ତୁ ଆମେ ଦେଖିବା ସର୍ବସାଧାରଣ ଭିତରେ ଏଇଭଳିଆ ଗୋଟେ ଶିଷ୍ୟ ଥିଲେ, ଯିଏ 30ଟି ରୌପ୍ୟ ମୁଦ୍ରା ଯୀଶୁଙ୍କୁ ଧରେଇଲେ। କିନ୍ତୁ ଗୁପ୍ତ ଶିଷ୍ୟ, ଯାହାଙ୍କୁ କେବେ କିଏ ଭାବିନଥିଲେ, ସେ ପିଲା ତାଙ୍କ ଠାରୁ ଆସିକି ଯୀଶୁ ଖ୍ରୀଷ୍ଟଙ୍କ ଶରୀରକୁ ମାଗୁଛନ୍ତି। ହାରାମାଥ୍ୟ ଯୋସେଫ, ଯିଏ ନିଜ ପରିବାର ଖଣ୍ଡିକ ପାଇଁ ଯିଏ କବର ଖୋଳିଥିଲେ, ଗୋଟେ ଜାଗା ଖଣ୍ଡିକ ସେ ଯୀଶୁ ଖ୍ରୀଷ୍ଟଙ୍କ ପାଇଁ ଦେଲେ। ତା ମାନେ ଇସ୍କାରିୟତ, ଯୋଉଟାରୁ ଲୋକ ବହୁତ ଆଶା କରିଥିଲେ, ତାହା ମାନେ ଯାହାକୁ ଆଶା କରିଥିବେ ସେ ବେଳେ ବେଳେ ନିରାଶ କରେ। ଯାହାକୁ କେବେ ଆଶା କରିନଥିବେ, ହାରାମାଥ୍ୟ ଯୋସେଫ, ନିକୋଦିମ, ସେମାନେ ଆମମାନଙ୍କ ମନରେ ଆଶା ଭରି ଦିଅନ୍ତି। ଯୀଶୁ ଖ୍ରୀଷ୍ଟଙ୍କ ଜୀବନରେ ସେଇଭଳିଆ ଦେଖୁ। ଯାହାକୁ ଆଶା କରିଥିଲେ ସେ ବିଶ୍ୱାସଘାତକତା କଲା। କିନ୍ତୁ ନିକୋଦିମ, ହାରାମାଥ୍ୟ ଯୋସେଫ, ସେମାନେ ଯେ ଏତେ ବଡ କାର୍ଯ୍ୟ କରିଅଛନ୍ତି,
ତାଙ୍କ ଜୀବନରେ ଆମମାନେ ଦେଖିବାକୁ ପାରିବା। ମୁଁ ଯାହାଙ୍କ ବିଷୟରେ ଆଜି କହିବି, ଦ ସିକ୍ରେଟ ଡିସାଇପଲ ନିକୋଦିମସ୍। ନିକୋଦିମ ଜଣେ ଗୁପ୍ତ ଶିଷ୍ୟ ଥିଲେ, ଯାହାଙ୍କ ବିଷୟରେ ବାଇବେଲରେ ଯୋହନ 3 ପର୍ବ, ଯୋହନ 7 ପର୍ବ, ଯୋହନ 19 ପର୍ବ, এই 3ଟି ବିଷୟରେ ଦେଖିବାକୁ ମିଳେ। ଯୋହନ 3 ପର୍ବର ଆରମ୍ଭରେ, ଯୋହନ 7 ପର୍ବର ମଝିରେ, ଯୋହନ 19 ପର୍ବର ଶେଷ ଭାଗରେ এই ନିକୋଦିମଙ୍କ ବିଷୟରେ ଦେଖିବାକୁ ମିଳେ। ତା ଛଡା ନିକୋଦିମଙ୍କ ବିଷୟରେ ଆଉ କୋଉଠି ଲେଖାଯାଏନି। এই ନିକୋଦିମ କିଏ? 3 ପର୍ବ 1 ପଦରେ ଲେଖାଯାଏ, ଫାରୁସୀ ମାନଙ୍କ ମଧ୍ୟରେ ନିକୋଦିମ ନାମକ ଜଣେ ବ୍ୟକ୍ତି ଥିଲେ, ସେ ଜିହୁଦୀ ମାନଙ୍କ ନେତା। ଫାରୁସୀ ମାନଙ୍କ ମଧ୍ୟରେ ନିକୋଦିମ ନାମକ ଜଣେ ବ୍ୟକ୍ତି ଥିଲେ। ଫାରୁସୀ କହିଲେ ଯୋଉମାନେ ବ୍ୟବସ୍ଥାକୁ କଡାକଡି ଭାବରେ ପାଳନ କରନ୍ତି। ଫାରୁସୀ କହିଲେ ଯୋଉମାନେ ଦିନରେ 3 ଥର ପ୍ରାର୍ଥନା କରନ୍ତି ଜିହୁଦୀ ରୀତି ଅନୁଯାୟୀ, ଯୋଉମାନେ ସପ୍ତାହରେ 2 ଥର ଉପବାସ କରନ୍ତି, ଛୋଟ ଛୋଟ ବିଷୟରେ ମଧ୍ୟ ଦଶମାଂଶ ମଧ୍ୟ ସେମାନେ ଆଣନ୍ତି। ଫାରୁସୀ ଆଉ କରଗ୍ରାହୀ 2 ଜଣ ମନ୍ଦିରକୁ ଗଲେ, ଫାରୁସୀ ଏଇ ଭଳିଆ କଥା କହିଥିଲା, ସପ୍ତାହରେ 2 ଥର ଉପବାସ କରେ, ଛୋଟ ଛୋଟ ବିଷୟରେ ମଧ୍ୟ ସେମାନେ ଦଶମାଂଶ ମଧ୍ୟ ଆଣନ୍ତି। ତାକୁ କୁହାଯାଏ ଫାରୁସୀ। ଫାରୁସୀ ଯେ ବ୍ୟବସ୍ଥାକୁ କଡାକଡି ଭାବରେ ପାଳନ କରେ, ଭଲରେ ସବୁ କିଛି ଜାଣିଥିବ ବ୍ୟବସ୍ଥାକୁ, ସେଇ ଫାରୁସୀ ଥିଲେ ନିକୋଦିମ। ନିକୋଦିମଙ୍କ ବିଷୟରେ ଲେଖାଯାଏ, ସେ ଫାରୁସୀ ଜଣେ ଥିଲେ, ସେ ଜିହୁଦୀ ମାନଙ୍କ ନେତା ଥିଲେ, ସେ ଜଣେ ସେନେଡ୍ରିନର ମଧ୍ୟ ସଦସ୍ୟ ଥିଲେ। ଜଣେ ସେନେଡ୍ରିନର ସଦସ୍ୟ ଥିଲେ, ଜିହୁଦୀ ମାନଙ୍କ ନେତା ଥିଲେ। ଏଇଭଳିଆ ଭାବରେ ନିକୋଦିମଙ୍କ ବିଷୟରେ ଲେଖାଯାଏ। ତା ପର ପଦ ଯେତେବେଳେ ଆମେ ପଢୁ, 2 ପଦ ଲେଖାଯାଏ, ସେ ରାତ୍ରି ସମୟରେ ଯୀଶୁଙ୍କ ନିକଟକୁ ଆସି ତାହାଙ୍କୁ କହିଲେ, ହେ ଗୁରୁ, ଆପଣ ଯେ ଈଶ୍ୱରଙ୍କ ଠାରୁ ଆଗତ ଗୁରୁ, ଏହା ଆମ୍ଭେ ଜାଣୁ, କାରଣ ଆପଣ ଏଇ ଯୋଉ ଆଶ୍ଚର୍ଯ୍ୟ କର୍ମ କରୁଅଛନ୍ତି, ଈଶ୍ୱର ସାଙ୍ଗରେ ନଥିଲେ ଏସବୁ କେହି କରିପାରେ ନାହିଁ। ଭାରି ଆଶ୍ଚର୍ଯ୍ୟ ଲାଗେ। ରାତ୍ରି ସମୟରେ ନିକୋଦିମ ଆସିଲେ, ଦିନରେ ଆସିଲେ କିଏ ଦେଖିଦେଇ ପାରିବ? କାରଣ ଜଣେ ସେନେଡ୍ରିନର ସଦସ୍ୟ, ଜିହୁଦୀ ମାନଙ୍କ ନେତା, ଜଣେ ଫାରୁସୀ, ଜଣେ ପ୍ରଭାବଶାଳୀ ବ୍ୟକ୍ତି ଯୀଶୁଖ୍ରୀଷ୍ଟଙ୍କ ପାଖକୁ ଆସିବେ ଯେତେବେଳେ ଲୋକମାନେ ଦେଖିଲେ କଣ କହିବେ? ରାତ୍ରିରେ ଆସୁଅଛନ୍ତି ଆଉ କହୁଛନ୍ତି ଈଶ୍ୱର ଆପଣଙ୍କ ସଙ୍ଗରେ ନଥିଲେ ଏଇ ଯୋଉ ଆଶ୍ଚର୍ଯ୍ୟ କାର୍ଯ୍ୟ ଆଜ୍ଞା କରୁଅଛନ୍ତି ନା, ଇଏ ଈଶ୍ୱର ସାଙ୍ଗରେ ନଥିଲେ କେହି କରିପାରେ ନାହିଁ। ତା ମାନେ ନିକୋଦିମ କୋଉଠି ନା କୋଉଠି ଆଶ୍ଚର୍ଯ୍ୟ କାର୍ଯ୍ୟ ଦେଖିକି ପ୍ରଭାବିତ ହେଇଛନ୍ତି। ଯୀଶୁଖ୍ରୀଷ୍ଟ ଯେ ମସିହ ଅଟନ୍ତି ତାହା ଦେଖିକି ପ୍ରଭାବିତ ହେଇନାହାନ୍ତି, କିନ୍ତୁ ଆଶ୍ଚର୍ଯ୍ୟ କାର୍ଯ୍ୟ ଦେଖିକି ପ୍ରଭାବିତ ହେଇଛନ୍ତି। ଯୋହନ 2 ପର୍ବରେ ଆମେ ଦେଖୁ ଯୀଶୁ କାନା ନଗରରେ ଜଳକୁ ଦ୍ରାକ୍ଷା ରସ କଲେ। ଏଇ ଆଶ୍ଚର୍ଯ୍ୟ କାର୍ଯ୍ୟ କୋଉଠି ନା କୋଉଠି ତାଙ୍କୁ ପ୍ରଭାବିତ କରିଛି। ସେଇଥିପାଇଁ ସେ କହୁଛନ୍ତି, ଆଜ୍ଞା ଆପଣ ଯେଉଁ ଆଶ୍ଚର୍ଯ୍ୟ କାର୍ଯ୍ୟ କଲେ ନା, ଈଶ୍ୱର ସାଙ୍ଗରେ ନଥିଲେ କେହି କରିପାରେନି। ଆଜି ଅନେକ ଅଛନ୍ତି ଯୀଶୁଖ୍ରୀଷ୍ଟଙ୍କୁ ବ୍ୟକ୍ତିଗତ ତ୍ରାଣକର୍ତ୍ତା ଭାବରେ ଗ୍ରହଣ ନ କରିକି ଅନେକ ଆଶ୍ଚର୍ଯ୍ୟ କାର୍ଯ୍ୟ ପାଇଁ ଯୀଶୁଙ୍କ ପଛରେ ଆସନ୍ତି। ଅନେକ ଅଛନ୍ତି ଯୀଶୁ ସେ ପ୍ରଭୁ ଅଟନ୍ତି, ତାଙ୍କୁ ସେମାନେ ନ ଜାଣି ଆଶ୍ଚର୍ଯ୍ୟ କାର୍ଯ୍ୟ ପାଇବା ପାଇଁ ଯୀଶୁଙ୍କ ପଛରେ ଆସନ୍ତି। ଯୀଶୁଖ୍ରୀଷ୍ଟ ଯେତେବେଳେ ସେବା କାର୍ଯ୍ୟ କରୁଥିଲେ, କେତେ ଲୋକ ଥିଲେ ଯୋଉମାନେ କ୍ରିଟିସାଇଜ କରୁଥିଲେ, କେତେ ଲୋକ ଥିଲେ ଯୋଉମାନେ ଖାଦ୍ୟ ପାଇବା ପାଇଁ ଆସୁଥିଲେ, କେତେ ଲୋକ ଥିଲେ ଯୋଉମାନେ ସୁସ୍ଥତା ପାଇବା ପାଇଁ ଆସୁଥିଲେ, খুব କମ ଜଣ ଯୋଉମାନେ ବାକ୍ୟ ଶୁଣିବା ପାଇଁ ଆସୁଥିଲେ। କିନ୍ତୁ ଏଇ ଭିତରେ ନିକୋଦିମ ଯିଏ ସୁସ୍ଥତା ଦେଖିକି ପ୍ରଭାବିତ ହେଇଛନ୍ତି। ଯଦି ମୁଁ କହିବି, ମତେ ଜଣେ ଯଦି ଆସିକି କହିଥାନ୍ତା, ଆଜ୍ଞା ଆପଣ ଯେଉଁ ଆଶ୍ଚର୍ଯ୍ୟ କାର୍ଯ୍ୟ କରୁଅଛନ୍ତି ତା ଈଶ୍ୱର ସାଙ୍ଗରେ ନଥିଲେ କେହି କରିବା ନଥାନ୍ତା, ଆଜ୍ଞା ମୁଁ ହୁଏତ ଜାଗତିକ ମଣିଷ ଭାବରେ ମୁଁ କଣ କହିଥାନ୍ତି, ଆଜ୍ଞା ଆପଣ ଥିଲେ କି ସେ ମିଟିଂରେ? ଆଶ୍ଚର୍ଯ୍ୟ କଲା। ଯୋହନ 3 ପର୍ବ 3 ପଦ, ଯୀଶୁ ତାଙ୍କୁ ଉତ୍ତର ଦେଲେ, ସତ୍ୟ ସତ୍ୟ ମୁଁ ତୁମକୁ କହୁଅଛି, ପୁନର୍ବାର ଜନ୍ମ ନ ନେଲେ କେହି ଈଶ୍ୱରଙ୍କ ରାଜ୍ୟ ଦେଖିପାରେ ନାହିଁ। ଭାରି ଆଶ୍ଚର୍ଯ୍ୟ ଲାଗିଲା। ଆରେ ଜଣେ
କହୁଛି ଆଜ୍ଞା ଆପଣ ଯୋଉ ଆଶ୍ଚର୍ଯ୍ୟ କାର୍ଯ୍ୟ କରୁଛନ୍ତି ବହୁତ ବଢିଆ। ଆମେ ହେଇଥିଲେ କଣ କହିଥାନ୍ତୁ? ଆଜ୍ଞା ଆପଣ ଥିଲେ କି? ଓ କେତେ ଲୋକ ଥିଲେ ଆଜ୍ଞା। ସେଇଦିନ ସମସ୍ତେ ଜାଣିଲେ ଗୋଟେ ଭଲ ପ୍ରଚାରକ ଆସିଥିଲା ବୋଲି। କିନ୍ତୁ ପ୍ରଭୁ ତା ଦେଖିବା ପାଇଁ ଚାହାନ୍ତିନି। ପ୍ରଭୁ ଅନ୍ତର ଦେଖନ୍ତି। ମନୁଷ୍ୟ ଦି ପ୍ରକାର ପ୍ରଚାରକ ଅଛନ୍ତି ଆଜ୍ଞା। ଯୋଉମାନେ ଲୋକମାନଙ୍କୁ ପ୍ରଭୁଙ୍କ ଆଡକୁ ନିଅନ୍ତି, ଆଉ ଗୋଟେ ପ୍ରକାର ପ୍ରଚାରକ ଅଛନ୍ତି ମୁଁ ଯେତିକି ଦେଖିଲିଣି, ଯୋଉମାନେ ନିଜ ଆଡକୁ ନିଅନ୍ତି। କିନ୍ତୁ ଯୀଶୁ ଖ୍ରୀଷ୍ଟ ଯୋଉ କହିଲେ, ସେ ପ୍ରଭାବିତ ହେଇନାହାନ୍ତି ତାଙ୍କ କଥାରେ। କହିନାହାନ୍ତି ଭାଇ ତମେ ବହୁତ ବଢିଆ କଥା କହିଲ। ନାଇଁ, ପ୍ରଭୁ ଯେ ଅନ୍ତର ଦେଖୁଥିଲେ, ଆରେ ଇଏ ମୋର ଆଶ୍ଚର୍ଯ୍ୟ କାର୍ଯ୍ୟ ଦେଖିକି ପ୍ରଭାବିତ ହେଇଛି। ସେଇଥିପାଇଁ ଯୀଶୁ କହୁଛନ୍ତି, ଯୀଶୁ ଖ୍ରୀଷ୍ଟ ନହେଲେ ତ କହିଥାନ୍ତେ ବା ବହୁତ ବଢିଆ ଭାଇ, କାନା ନଗରରେ ଥିଲ କି? ଭୋଜିରେ ଆସିଥିଲ କି? କେତେ ଦ୍ରାକ୍ଷା ରସ ଲୋକ ପିଇଲେ, ଅଭାବ ଥିଲା, ଜଳକୁ ଦ୍ରାକ୍ଷା ରସ କରିବାକୁ ପଡିଲା। ନାଇଁ ନାଇଁ ନାଇଁ, ସେଇ କଥା କହିନାହାନ୍ତି। ଫାରୁସି ହେଇପାରେ, ବ୍ୟବସ୍ଥା ଜାଣିଥାଇପାରେ, ପ୍ରଭାବଶାଳୀ ବ୍ୟକ୍ତି, ସେନେଟ୍ରିର ସଦସ୍ୟ, କିନ୍ତୁ ଏ ପଦବୀ ସ୍ୱର୍ଗକୁ ନେଇପାରିବନି। ଏଇ ପଦବୀ, ଏ ଟଙ୍କା, ଏ ଧନ ଆମମାନଙ୍କୁ ସ୍ୱର୍ଗ ରାଜ୍ୟ ନେଇପାରିବ ନାହିଁ। ଗୋଟେ ଧନୀ ବ୍ୟକ୍ତି ସେ ଜଗତ ଲାଭ କରିପାରେ, କିନ୍ତୁ ଗୋଟେ ଧନୀ ବ୍ୟକ୍ତି ସ୍ୱର୍ଗ ରାଜ୍ୟ ଲାଭ କରିପାରିବ ନାହିଁ। ସେଇଥିପାଇଁ ପ୍ରଭୁ ଯୀଶୁ ଖ୍ରୀଷ୍ଟ କହୁଛନ୍ତି, ଜଳ ଓ ଆତ୍ମାରୁ ଜନ୍ମ ନ ନେଲେ ତୁମେ ସ୍ୱର୍ଗ ରାଜ୍ୟରେ ପ୍ରବେଶ କରିପାରିବ ନାହିଁ। ଜଳ କହିଲେ ଯାହା ପ୍ରଭୁଙ୍କର ବାକ୍ୟକୁ ବୁଝାଏ, ତୁଳନା କରାଯାଏ ବାକ୍ୟ ସହିତ ଏଫିସିଓ 4 ପର୍ବରେ। ଜଳ କହିଲେ ବାକ୍ୟ, ଆଉ ଯେତେବେଳେ ଆମେ ଦେଖୁ ଜଳ ଆତ୍ମା ଦିଟା, ଆମେ ଦେଖିବା ଜଳ ଆତ୍ମା, ଜଳ କହିଲେ ବାକ୍ୟ ଆଉ ଆତ୍ମା କହିଲେ ପବିତ୍ର ଆତ୍ମା। ଜିଜିକଲ 36 ପର୍ବ ଯେତେବେଳେ ଆମେ ପଢୁ, 25 ପଦରେ ଟିକେ ପଢିବା। 25 ପଦ ଜିଜିକଲ 36 ର 25 ଆଉ 27। ପୁଣି ଆମ୍ଭେ ତୁମମାନଙ୍କ ଉପରେ ସୂଚି ଜଳ ସିଞ୍ଚିବା, ତହିଁରେ ତୁମ୍ଭେମାନେ ଶୁଚି ହେବ। ତୁମମାନଙ୍କର ସବୁ ଔଷଧରୁ ଓ ତୁମମାନଙ୍କର ସକଳ ପ୍ରତିମାଗଣ ଠାରୁ ଆମ୍ଭେ ତୁମମାନଙ୍କୁ ଶୁଚି କରିବା। 27 27ରେ ପୁଣି ଆମ୍ଭେ ତୁମମାନଙ୍କର ଅନ୍ତରେ ଆମ୍ଭର ଆତ୍ମା ସ୍ଥାପନ କରିବା ଓ ତୁମ୍ଭମାନଙ୍କୁ ଆମ୍ଭର ବିଧି ରୂପ ପଥରେ ଚଳାଇବା, ତହିଁରେ ତୁମ୍ଭେମାନେ ଆମ୍ଭର ଶାସନ ସକଳ ରକ୍ଷା କରି ପାଳନ କରିବ। ଆମେନ୍। 27 ରେ ଲେଖାଯାଏ ହିନ୍ଦୀରେ, बहुत सुंदर लगे। मैं अपना आत्मा तुम्हारे भीतर देकर ऐसा करूंगा कि तुम मेरी विधियों पर चलोगे और मेरे नियमों को मानकर उनके अनुसार करोगे। भारी बढ़िया लगे। मैं अपना आत्मा तुम्हारे भीतर देकर ऐसा करूंगा कि तुम मेरी विधियों पर चलोगे। पवित्र आत्मा निहाती दरकार, नो डाउट। आमने वाक्य शुणु, वाक्य परिष्कार करे, किंतु आत्मा मध्य निहाती आवश्यक। कारण एते अनेक अछंती जो माने निजको ख्रिस्टियन बोली कहंती, से वाक्य शुणिकी चर्च रु पळै जांती, कार्य करेनी। किंतु जतल आत्मा कार्य करे वाक्य सहित, सेतबळे से पे कुहा जाए, शुष्क अस्थिरे परिपूर्ण उपत्यका। जिजिकल 36 पर्व रे, मैं अपना आत्मा तुम्हारे भीतर देकर ऐसा करूंगा कि तुम मेरी विधियों पर चलोगे। पवित्र आत्मा एमिति कार्य करिवे गोटे लोक मध्यरे, जहाँ शुणिथिबो ता अनुसार से चलिबो, नियम जहाँ शुणिथिबो ताको पालन करिबो। सेहिथिपई जिजिकल 37 पर्व रे शुष्क अस्थिरे परिपूर्ण उपत्यकारे प्रभु जीवन भरिदेले। हालेलुया। जेतल जल और आत्मा दीटा जाक जेतल कार्य करिवो, प्रभुंकर वाक्य सहित प्रभुंकर आत्मा जेतल काम करिवो, सेतबळे गोटे प्रभुंक आगरे देखा जाउतला जो निकोदिम, जे शुष्क अस्थिरे परिपूर्ण उपत्यका, जादरे जीवन नथिला। आज जो माने आश्चर्य कार्य देखिकी प्रभावित होइचंदी, से माने सेही भली। आउ निकोदिम जा यीशु ख्रीष्ट आगे तो छिड़ाई रात्रि समय से भाया देखा जाउचंदी, शुष्क अस्थि आ प्रभु जीवन भरिया पे चाहूचंदी। आउ से रात्रि रे जेतले निकोदिम एमिति आस्थाई पारंती, किंतु यीशु ख्रीष्ट सहित जेतबळे एनकाउंटर हुए ना, सेतबळे जीवन बदली जाए। हालेलुया। गोटे एनकाउंटर निकोदिम सहित यीशु ख्रीष्टंकर कथावार्ता परवर्ती अध्याय रे मु कहबी तांको जीवन रो परिवर्तन।
ଯେତେବେଳେ ଯୀଶୁ ଖ୍ରୀଷ୍ଟଙ୍କ ସହିତ କାହାର ବି ଯେତେବେଳେ ସମ୍ମୁଖା ସମ୍ମୁଖୀ ହୁଏ ସେତେବେଳେ ଜୀବନ ପରିବର୍ତ୍ତନ ହୁଏ। ଅବ୍ରାହମ ଯେତେବେଳେ ସଦାପ୍ରଭୁଙ୍କ ସହିତ ସମ୍ମୁଖା ସମ୍ମୁଖୀ ହେଲେ ସେତେବେଳେ ଅବ୍ରାହମ ବୋଲି ଜଣାଗଲେ। ଯେତେବେଳେ ଯାକୁବ ଯେତେବେଳେ ସଦାପ୍ରଭୁଙ୍କ ସହିତ ସମ୍ମୁଖା ସମ୍ମୁଖୀ ହେଲେ ସେତେବେଳେ ଇସ୍ରାଏଲ ବୋଲି ଜଣାଗଲେ। ଯେତେବେଳେ ମୋଶା ଭଲରେ କଥା କହିପାରୁନଥିବା ବ୍ୟକ୍ତି ଯେତେବେଳେ ସଦାପ୍ରଭୁଙ୍କ ସହିତ ସମ୍ମୁଖା ସମ୍ମୁଖୀ ହେଲେ ପରବର୍ତ୍ତୀ ପର୍ଯ୍ୟାୟରେ ଭବିଷ୍ୟତ ବକ୍ତା ଭାବରେ ଜଣାଗଲେ। ସାଉଲ ଯେତେବେଳେ ଯୀଶୁ ଖ୍ରୀଷ୍ଟଙ୍କ ସହିତ ସମ୍ମୁଖା ସମ୍ମୁଖୀ ହେଲେ ପରବର୍ତ୍ତୀ ପର୍ଯ୍ୟାୟରେ ପ୍ରଭୁ ଲୋକମାନେ ପାଉଲ ବୋଲି ଜାଣିଲେ। ହାଲେଲୁୟା। ଗୋଟେ ଏନକାଉଣ୍ଟର ଜୀବନ ପରିବର୍ତ୍ତନ କରିବା ପାଇଁ ଯଥେଷ୍ଟ ଅଟେ। ନିକୋଦିମ ଜଣେ ପ୍ରଭାବଶାଳୀ ବ୍ୟକ୍ତି ହେଇପାରନ୍ତି, ଜଣେ ସେନେଟ୍ରିନର ସଦସ୍ୟ, ଜଣେ ଜିହୁଦୀର ନେତା, କିନ୍ତୁ ସେ ଯେତେବେଳେ ରାତ୍ରି ସମୟରେ ଆସିଲେ ତା ପରବର୍ତ୍ତୀ ପର୍ଯ୍ୟାୟ ଯେତେବେଳେ ଆମେ ପଢିବୁ 7 ପର୍ବ, ବହୁତ ସମୟ ଅଛି ନିକୋଦିମଙ୍କ ବିଷୟରେ କହିବା ପାଇଁ, କିନ୍ତୁ ମୁଁ କେତୋଟି ବିଷୟ କହିବି। ଜୋନ 7 ପର୍ବ 40 ପଦରୁ ପଢିଲେ ଟିକେ କେହି ବହୁତ ସୁନ୍ଦର କଥା ଲେଖାଯାଏ। ଫାରୁସୀମାନଙ୍କ ମଧ୍ୟରୁ ଯେଉଁମାନେ ତାହାଙ୍କ ସଙ୍ଗରେ ଥିଲେ ସେମାନେ ଏହା ଶୁଣି ତାହାଙ୍କୁ କହିଲେ, ଆମ୍ଭେମାନେ କ'ଣ ଅନ୍ଧ? ଯୀଶୁ ସେମାନଙ୍କୁ କହିଲେ, ଯଦି ଅନ୍ଧ ହୋଇଥାନ୍ତ ତାହେଲେ ତୁମମାନଙ୍କର ପାପ ନଥାନ୍ତା, କିନ୍ତୁ ଆମ୍ଭେମାନେ ଦେଖୁଅଛୁ, ଏହା ଏବେ କହୁଅଛ, ତୁମମାନଙ୍କର ପାପ ରହୁଅଛି। ଆମେନ୍। ଯେତେବେଳେ ଜୋହନ 7 ପର୍ବ ଆମେ ଦେଖୁ ଲେଖାଯାଏ ଏଇଭଳିଆ ପ୍ରକାରେ। 7 ଆଜ୍ଞା ଭୁଲ ପଢିଲି। ମୁଁ ଜାଣିଛି 7 ସେଥିପାଇଁ କହିଲି 40 ରୁ ପଢନ୍ତୁ। 7ରୁ 40 ହୁଁ। ସରି। ଅତଏବ ଲୋକସମୂହ ମଧ୍ୟରୁ କେହି କେହି ଏହି କଥା ଶୁଣି କହିବାକୁ ଲାଗିଲେ, ଏ ପ୍ରକୃତରେ ସେହି ଭାବବାଦୀ। ଅନ୍ୟମାନଙ୍କୁ କହିବାକୁ ଲାଗିଲେ, ଏ ଖ୍ରୀଷ୍ଟ। କିନ୍ତୁ କେହି କେହି କହିବାକୁ ଲାଗିଲେ, କ'ଣ ଖ୍ରୀଷ୍ଟ କ'ଣ ଗାଲିଲରୁ ଆସିବେ? ଖ୍ରୀଷ୍ଟ ଯେ ଦାଉଦଙ୍କ ବଂଶରୁ ଓ ଦାଉଦଙ୍କ ଯେଉଁଠାରେ ଥିଲେ ସେହି ବେଥଲିହେମ ଗ୍ରାମରୁ ଆସିବେ। ଏହା କ'ଣ ଧର୍ମଶାସ୍ତ୍ର ବାକ୍ୟ କହିନାହିଁ? ତେଣୁ ଲୋକସମୂହ ମଧ୍ୟରେ ତାହାଙ୍କ ହେତୁ ମତଭେଦ ଘଟିଲା। ଆଉ ସେମାନଙ୍କ ମଧ୍ୟରୁ କେହି କେହି ତାହାଙ୍କୁ ଧରିବାକୁ ଇଚ୍ଛା କରୁଥିଲେ, କିନ୍ତୁ କେହି କେହି ତାହାଙ୍କ ଉପରେ ହାତ ଦେଲେ ନାହିଁ। ଇତିମଧ୍ୟରେ ପଦାଧିକମାନେ ପ୍ରଧାନ ଯାଜକ ଫାରୁସୀମାନଙ୍କ ନିକଟକୁ ବାହୁଡ଼ି ଆସିଲେ। ଆଉ ସେମାନେ ସେମାନଙ୍କୁ ପଚାରିଲେ, ତୁମମାନେ କାହିଁକି ତାହାକୁ ଆଣିଲ ନାହିଁ? ପଦାତିକମାନେ ଉତ୍ତର ଦେଲେ, ଏହି ବ୍ୟକ୍ତି ଯେ ପ୍ରକାର କଥା କହନ୍ତି, କୌଣସି ମନୁଷ୍ୟ କେବେ ସେହି ପ୍ରକାର କହିନାହିଁ। ଦେଖନ୍ତୁ ଏଇଠି ଲେଖାଯାଏ ଏଇଭଳିଆ ଯେ ଯୀଶୁ ଖ୍ରୀଷ୍ଟଙ୍କୁ ଧରିବା ପାଇଁ ପଦାତିକ ଏମାନେ ଯାଇଥିଲେ, କିନ୍ତୁ ତାଙ୍କୁ ଧରିଲେନି। କାହିଁ ଜାଣିଛନ୍ତି? ସେ କହିଲେ ଏଇ ବ୍ୟକ୍ତି ଯୋଉ ଭଳିଆ ପ୍ରକାର କୁହନ୍ତି ଆଉ କୌଣସି ବ୍ୟକ୍ତି ସେଇ ପ୍ରକାର କହିପାରନ୍ତିନି। ଜଣେ ଅଧିକାର ପ୍ରାପ୍ତ ବ୍ୟକ୍ତି ହିସାବରେ ଆମେ ଶୁଣିଛୁ, ପାଉଲଙ୍କୁ ଶୁଣିଛୁ, ଅନ୍ୟମାନଙ୍କୁ ଶୁଣିଛୁ, କିନ୍ତୁ ଏଇ ବ୍ୟକ୍ତି କିଛି ଅଲଗା ଭାବରେ କହନ୍ତି। ଅଧିକାର ପ୍ରାପ୍ତ ବ୍ୟକ୍ତି ହିସାବରେ ସେ କଥା କହୁଥିଲେ। ତାପରେ ଆମେ ଯେତେବେଳେ ଦେଖନ୍ତୁ 47ରେ ଲେଖାଯାଏ, ସେଥିରେ ଫାରୁସୀ ମାନେ ସେମାନଙ୍କୁ ଉତ୍ତର ଦେଲେ, ତୁମମାନେ ମଧ୍ୟ କ'ଣ ଭ୍ରାନ୍ତ ହୋଇଅଛ? ଫାରୁସୀ ମାନେ ତ ପଠେଇଥିଲେ ଧରିବା ପାଇଁ, ସେମାନେ ଯେତେବେଳେ ଧରିଲେନି ତାଙ୍କୁ କହୁଛନ୍ତି ଯେ ତୁମମାନେ କ'ଣ ଭ୍ରାନ୍ତ ହୋଇଅଛ? ନେତା ମାନଙ୍କ ମଧ୍ୟରୁ କିମ୍ବା ଫାରୁସୀ ମାନଙ୍କ ମଧ୍ୟରୁ କ'ଣ କେହି ତାଙ୍କଠାରେ ବିଶ୍ୱାସ କରିଅଛନ୍ତି? କିନ୍ତୁ ଏହି ଯେଉଁ ଲୋକ ଗୁଡାକ ବ୍ୟବସ୍ଥା ଜାଣନ୍ତି ନାହିଁ, ସେମାନେ ଶାପଗ୍ରସ୍ତ। ଯେଉଁ ନିକୋଦିମ 50 ପଦରେ ଲେଖାଯାଏ, ଯେଉଁ ନିକୋଦିମ ଏଥିପୂର୍ବେ ତାହାଙ୍କ ନିକଟକୁ ଆସିଥିଲେ ଓ ସେମାନଙ୍କ ମଧ୍ୟରେ ଜଣେ, ସେ ସେମାନଙ୍କୁ ପଚାରିଲେ, ଜଣେ ଲୋକଠାରୁ ପ୍ରଥମେ ନ ଶୁଣି ଓ ତାହାର ଆଚରଣ ବିଷୟ ନ ଜାଣି ଆମମାନଙ୍କ ବ୍ୟବସ୍ଥା କ'ଣ ତାହାକୁ ଦୋଷୀ କରେ? ଫାରୁସୀ ମାନଙ୍କୁ କହୁଛନ୍ତି ନିକୋଦିମ, ଆରେ ମୋ ବ୍ୟବସ୍ଥା ବିଷୟରେ ଏମାନେ ଫାରୁସୀ ମାନେ କ'ଣ କହୁଛନ୍ତି? କିନ୍ତୁ ଏଇ ଯୋଉ ଲୋକ ଗୁଡାକ ବ୍ୟବସ୍ଥା ଜାଣନ୍ତିନି, ସେମାନେ ଶାପଗ୍ରସ୍ତ। ତାମାନେ ଯୀଶୁ ଖ୍ରୀଷ୍ଟଙ୍କ ସେ କହୁଛନ୍ତି, ଆରେ ସେମାନେ ଶାପଗ୍ରସ୍ତ। କିନ୍ତୁ ନିକୋଦିମ କହୁଛନ୍ତି 50 ପଦରେ 51 ପଦରେ, ଜଣେ ଲୋକଠାରୁ ପ୍ରଥମେ ନ ଶୁଣି ଓ ତାହାର ଆଚରଣ ବିଷୟ ନ ଜାଣି ଆମମାନଙ୍କ ବ୍ୟବସ୍ଥା କ'ଣ ତାକୁ ଦୋଷୀ କରେ? ଆରେ ନିକୋଦିମ ତାଙ୍କୁ ପଚାରୁଥିବେ ନିଶ୍ଚୟ ଭାବରେ ଫାରୁସୀ, ଆରେ ନିକୋଦିମ ତୁମେ ତ ଆମ ସହିତ ଥିଲ, ଏବେ କ'ଣ ଯୀଶୁ ଖ୍ରୀଷ୍ଟଙ୍କ ସପକ୍ଷରେ ବାହାରିଲଣି? ତୁମେ କ'ଣ ଏଭଳିଆ ପ୍ରଶ୍ନ ପଚାରୁଛ? ଯେ ଜଣଙ୍କ ବିଷୟରେ ନ ଜାଣି, ଜଣଙ୍କ ବିଷୟରେ ନ ଶୁଣି କ'ଣ ମୋଶାଙ୍କ ବ୍ୟବସ୍ଥା ତାଙ୍କୁ ଦୋଷୀ କରେ? ଫାରୁସୀ ମାନେ ପଚାରିଥିବେ, ନିକୋଦିମ ତମକୁ କ'ଣ ହେଲା? ଆରେ ତୁମେ କ'ଣ ତାଙ୍କ ସପକ୍ଷରେ କହିଲଣି? ମୁଁ ଭାବୁଛି ନିକୋଦିମ କହିଥିବେ, ଆଜ୍ଞା
ମୁଁ ଗୋଟେ ରାତିରେ ଯାଇଥିଲି, ତାଙ୍କ ସହିତ କଥା ହେଲି, ମୁଁ ତାଙ୍କୁ କଣ ପରିବର୍ତ୍ତନ କରିବି, ସେ ମତେ ପରିବର୍ତ୍ତନ କରିଦେଲେ। ହାଲେଲୁୟା। ଯୀଶୁଖ୍ରୀଷ୍ଟଙ୍କ ସହିତ ଯିଏ ବି ଦେଖା ହୁଏ, ଗୋଟେ ଏନକାଉଣ୍ଟର ଜୀବନ ପରିବର୍ତ୍ତନ କରିବା ଯଥେଷ୍ଟ ଅଟେ। ରାତ୍ରି ସମୟରେ ନିକୋଦିମ ଯାଇଥିଲେ, କେହି ନ ଦେଖୁ ବୋଲି ଏବେ ସର୍ବ ସାକ୍ଷାତରେ ପଚାରୁଛନ୍ତି। ଆରେ ତାଙ୍କ ବିଷୟ ନ ଜାଣି, ତାଙ୍କ ଆଚରଣ ବିଷୟ ନ ଶୁଣି ମୂଷାଙ୍କ ବ୍ୟବସ୍ଥା କଣ ତାଙ୍କୁ ଦୋଷୀ କରେ? ସର୍ବ ସାକ୍ଷାତରେ ଏଇ ଯୋଉ ଯୀଶୁଖ୍ରୀଷ୍ଟଙ୍କର ସପକ୍ଷତା ହେଲେ, ଯୋଉ ଗୁପ୍ତ ଶିଷ୍ୟ ଦିନେ ଥିଲେ, ଏବେ ପ୍ରକାଶରେ ଆସିଲେ। ହାଲେଲୁୟା। ଆଜି ଅନେକ ଅଛନ୍ତି, ସେମାନେ ଗୁପ୍ତରେ ରୁହନ୍ତି, ପ୍ରକାଶରେ ଆସିପାରନ୍ତିନି। କିନ୍ତୁ ନିକୋଦିମକୁ ଦେଖୁ, ଜଣେ ଫାରୁସି, ଜଣେ ସେନେଡ୍ରିନର ସଦସ୍ୟ, ଜଣେ ଯିହୁଦୀମାନଙ୍କ ନେତା, ଏବେ ସର୍ବ ସାକ୍ଷାତରେ ସେ ଯୀଶୁଖ୍ରୀଷ୍ଟଙ୍କ ସପକ୍ଷରେ କହୁଛନ୍ତି। ଆରେ ଜଣଙ୍କ ବିଷୟ ନ ଜାଣି, ନ ଶୁଣି ମୂଷାଙ୍କ ବ୍ୟବସ୍ଥା କଣ ତାକୁ ଦୋଷୀ କରେ? ଆଜି ଯେତେବେଳେ ଲୋକମାନଙ୍କ ଆଗରେ ଆମମାନେ ଯାଉ, ଯୀଶୁଖ୍ରୀଷ୍ଟଙ୍କ ସପକ୍ଷରେ ଆମମାନେ କହୁ କି, ପ୍ରଭୁ ସେ ସାହସ ଆମକୁ ଆଜି ଦିଅନ୍ତୁ। ଯୀଶୁଖ୍ରୀଷ୍ଟଙ୍କ ସହିତ ଗୋଟିଏ ସାକ୍ଷାତ ନିକୋଦିମଙ୍କୁ ସାହସରେ ଭରିଦେଲା। ନିକୋଦିମଙ୍କ ଜୀବନରେ ଯୋଉ ସାହସ ଆମମାନେ ଦେଖୁ, ଆଜି ପବିତ୍ର ଆତ୍ମା ଅଛନ୍ତି। ଶିଷ୍ୟମାନଙ୍କୁ ଦେଖୁ, 120 ଜଣ ଏକତ୍ର ଥିଲେ, କିନ୍ତୁ ପବିତ୍ର ଆତ୍ମା ଆସିଲା ପରେ ଗୋଟେ ମତ୍ସ୍ୟଜୀବୀ ମଧ୍ୟ, ଯେ ମାଛ ଧରୁଥିଲା, ଯେ କଥା କହିପାରୁନଥିବ, ସେ ପ୍ରକାଶରେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ବିଷୟରେ ସାକ୍ଷୀ ହେବା ପାଇଁ ଲାଗିଲା, ପ୍ରଚାର କରିବା ପାଇଁ ଲାଗିଲେ, ବୋଲ୍ଡନେସ୍ ଦେଲେ। ପ୍ରଭୁ ସେ ସାହସ ଦିଅନ୍ତୁ। ଆଜି ଯୋଉମାନଙ୍କ ଜୀବନରେ ଭୟ ଅଛି, ଖ୍ରୀଷ୍ଟିଆନ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଶିଷ୍ୟ କହିଲେ, ଖ୍ରୀଷ୍ଟିଆନ ବୋଲି କହିଲେ, ଆମମାନଙ୍କୁ ଅତ୍ୟାଚାର ହବ, ତାଡ଼ନା ହବ। ଆରେ ବାଇବେଲ ତ ଲେଖା ଯେ ତାଡ଼ନା ପ୍ରାପ୍ତ ଲୋକ ଧନ୍ୟ ଅଟନ୍ତି। ଆମେ ଟିକେ ଲୁଚିକି ରହିବା? ନାଇଁ ନାଇଁ ନାଇଁ। ଯୋଉମାନେ ଯୀଶୁଖ୍ରୀଷ୍ଟଙ୍କ ବିଷୟରେ ଯଦି କିଛି ଭୁଲ କୁହନ୍ତି, ତାଙ୍କୁ କରେକ୍ଟ କରିବାର ଅଛି। ମୁଁ ତ ଆମମାନଙ୍କ ଯୋଉଠି ଚାକିରି କରେ, ମୁଁ କୁହେ, ମୁଁ ଡରେନି। ଅବଶ୍ୟ ସିଚୁଏସନ ଦେଖେ, କିନ୍ତୁ ମୁଁ ମୋର ପକ୍ଷକୁ ରଖେ ନିଶ୍ଚୟ ଭାବରେ। କାରଣ ଯୀଶୁଖ୍ରୀଷ୍ଟ ମୋ ଜୀବନରେ ଯାହା କରିଛନ୍ତି, ସେ ଜଣେ ସତ୍ୟ, ସେ ଜଣେ ଜୀବନ୍ତ ପରମେଶ୍ୱର। ତାଙ୍କର ଆଶ୍ଚର୍ଯ୍ୟ କାର୍ଯ୍ୟକୁ ଆମମାନେ ଦେଖିଅଛୁ। ପ୍ରକାଶ୍ୟରେ ତାଙ୍କ ସପକ୍ଷରେ କହିବା। ସେ ସମୟରେ ଯୋଉମାନେ ଚୁପ୍ ରହିବେ, ସେମାନେ ଗୁପ୍ତ ଭାବରେ ରହିଯାଆନ୍ତି। ନିକୋଦିମଙ୍କ ଜୀବନକୁ ଦେଖୁ, ଏକ ଗୁପ୍ତ ଶିଷ୍ୟ, ପ୍ରଭୁ ତାର ଭୟ ଥିବ, ରାତ୍ରି ସମୟରେ ଆସିଥିବା ନିକୋଦିମଙ୍କୁ ପ୍ରଭୁ ସେ ବୋଲ୍ଡନେସ୍ ଦେଲେ, ସର୍ବ ସାକ୍ଷାତରେ ଯୀଶୁଖ୍ରୀଷ୍ଟଙ୍କ ପକ୍ଷରେ ସାକ୍ଷ୍ୟ ଦେବା ପାଇଁ। ଲୋକମାନେ ଆଜି କଣ କୁହନ୍ତୁ, ଟେଷ୍ଟ ଏଣ୍ଡ ସି ଦ୍ୟାଟ୍ ଦ ଲର୍ଡ ଇଜ ଗୁଡ୍। ପ୍ରଭୁ ମୁଁ ତୁମକୁ ଚାଖିଛି, ମୁଁ ନୀରବ କେମିତି ରହିବି? ତୁମ ବିଷୟରେ ତ ମୁଁ ନିଶ୍ଚୟ କହିବି, ନୀରବ ମୁଁ ରହିପାରିବିନି। କେହି ଯେତେବେଳେ ଆମର ପ୍ରଭୁଙ୍କୁ ନିନ୍ଦା କରନ୍ତି, ସେ ସମୟରେ ଆମମାନେ ଚୁପ୍ ରହିପାରିବାନି। ତୁମେ ମୋ ଜୀବନରେ କଣ କରିଛ? ତୁମେ ଯେ ସତ୍ୟ, ତୁମେ ଯେ ଜୀବନ୍ତ, ତୁମ ଛଡା କେହି ନାହିଁ। ସେ ଦୃଷ୍ଟିକୋଣରୁ ଆମମାନେ ତାଙ୍କୁ ସତ୍ୟ ବୋଲି ଆମମାନେ ରଖିପାରିବା, ଆମମାନଙ୍କର ପକ୍ଷକୁ ରଖିପାରିବା। ଏଇଠି ଯେତେବେଳେ ନିକୋଦିମ ରଖୁଅଛନ୍ତି, ନିଶ୍ଚୟ ଫାରୁସୀମାନେ ତାଙ୍କୁ କହିଥିବେ, ଆରେ ତୋ ମୁଣ୍ଡ ଖରାପ ହେଲାଣି କି? ସେନେଡ୍ରିନରୁ କାଢିଦେବେ ତତେ। ତୁ କଣ ଯୀଶୁଖ୍ରୀଷ୍ଟଙ୍କ ସପକ୍ଷରେ ବାହାରିଲୁଣୁ? ଆରେ ତତେ ସେତେବେଳେ ଜାଣିଛନ୍ତି, ଯେତେବେଳେ ଯୋହନ ଆମମାନେ ପଢୁ 3 ପର୍ବରେ, ସେତେବେଳେ ଆମମାନେ ଦେଖୁ ନିକୋଦିମ, ତାପରେ ଆମମାନେ ଦେଖୁ ସମୀରଣୀୟ ସ୍ତ୍ରୀ, 9 ପର୍ବରେ 8-9 ଆଡକୁ ଆମମାନେ ଦେଖୁ ଜନ୍ମାନ୍ଧ, ଯାହାକୁ ଯୀଶୁ ସୁସ୍ଥ କଲେ। ସେଇ ପର୍ବ ଆଡେ ଯଦି ପଢିବେ, ସେଠି ଲେଖାଯାଏ ତାର ବାପା ମାଆକୁ ପଚାରୁଛନ୍ତି, ଗୋଟେ ଜନ୍ମାନ୍ଧକୁ ସୁସ୍ଥ କଲେ। ତା ବାପା ମାଆଙ୍କୁ ପଚାରିଲେ, ଆରେ ତୁମ ପୁଅକୁ କିଏ ସୁସ୍ଥ କଲା? ସେମାନେ ଡରିକି କିଛି କହିଲେନି, କାରଣ ସେତେବେଳେ ଯୀଶୁଖ୍ରୀଷ୍ଟଙ୍କ ବିଷୟରେ ଯୋଉମାନେ ସାକ୍ଷ୍ୟ ଦିଅନ୍ତି, ତାଙ୍କୁ ପରିବାରରୁ, ତାଙ୍କୁ ସେ ସମାଜରୁ ବାହାର କରିଦିଅନ୍ତି। କହିବାର ଉଦ୍ଦେଶ୍ୟ କଣ? ନିକୋଦିମ ଏଠୁ ଡରୁନାହାନ୍ତି, ସମାଜରୁ ଲୋକ ବାହାର କରିଦେବେ। ଯୀଶୁଖ୍ରୀଷ୍ଟଙ୍କର ସପକ୍ଷ ହବାଟା ସେତେବେଳେ ନିରାପଦ ନଥିଲା। ତା ବିପଦ ହେଇପାରେ, ପରିବାର ପ୍ରତି ବିପଦ ହେଇପାରେ, ବାହାର କରିଦେଇ ପାରନ୍ତି, ସେନେଡ୍ରିନରୁ ବାହାର କରିଦେଇ ପାରନ୍ତି, ଚାକିରିରୁ ବାହାର କରିଦେଇ ପାରନ୍ତି, ସମାଜରୁ ବାହାର କରିଦେଇ ପାରନ୍ତି, ଉଚ୍ଚ ଜାଗାରେ ବସୁଥିବା ଗୋଟେ ବ୍ୟକ୍ତିକୁ ଗାଦିଚ୍ୟୁତ ମଧ୍ୟ କରିଦେଇ ପାରନ୍ତି। କିନ୍ତୁ ନିକୋଦିମ କହୁଥିବେ, ଆଜ୍ଞା ସବୁ କରିଦିଅ ପଛେ, ଯୀଶୁ ଥିଲେ ତ ସବୁ କିଛି ମୋର। ହାଲେଲୁୟା। ଆଜି ଯଦି ଜଗତ ଲାଭ କରୁ,
ଯଦି ଯୀଶୁ ନାହାନ୍ତି ତାହେଲେ କିଛି ପାଇନୁ। ଯଦି ଜଗତ ଲାଭ କରୁନୁ କିନ୍ତୁ ଯୀଶୁଙ୍କୁ ଯଦି ପାଇଛୁ ତାହେଲେ ସବୁ ପାଇଛୁ। ଯୀଶୁଙ୍କୁ ମୁଁ ପାଇଛି ତ ସବୁ କିଛି ମୁଁ ପାଇଛି। ନିକୋଦିମଙ୍କ ଜୀବନକୁ ଯେତେବେଳେ ଆମେ ଦେଖୁ, ଗୋଟେ ଗୁପ୍ତ ଶିଷ୍ୟ, ପ୍ରଭୁ ସେ ବୋଲ୍ଡନେସ୍ ପ୍ରକାଶରେ ଆଣିବା ପାଇଁ ତାଙ୍କୁ ସାହାଯ୍ୟ କଲେ। ନିକୋଦିମଙ୍କୁ, ଯିଏ ଗୁପ୍ତ ଶିଷ୍ୟ ଅଟନ୍ତି, ଯିଏ ଜଣେ ଧନୀ ବ୍ୟକ୍ତି ମଧ୍ୟ ଥିଲେ। ଲେଖାଯାଇନି ଏଇଟା, କିନ୍ତୁ ମୁଁ ଆପଣଙ୍କୁ କହିବି ନିକୋଦିମ ଜଣେ ଧନୀ ବ୍ୟକ୍ତି ମଧ୍ୟ, ଆଗକୁ ଆମେ ଦେଖିବା। ଆଉ ତାପରେ ଆମେ ଦେଖୁ ଯୀଶୁ ଖ୍ରୀଷ୍ଟଙ୍କୁ ଯେତେବେଳେ ବିଚାର ଚାଲିଥିଲା, ତାଙ୍କର ଯେତେବେଳେ ବିଚାର ହଉଥିଲା, ସେତେବେଳେ ହେରୋଦ ପାଖକୁ ନଉଥିଲେ, ହେରୋଦରୁ ପିଲାତଙ୍କ ପାଖକୁ ନଉଥିଲେ। ଆଉ ପିଲାତଙ୍କ ପ୍ରାସାଦକୁ ଯେତେବେଳେ ଅଣାଗଲା, ଯୋହନ 18-28 ଟିକେ ପଢିବେ କି? ଯୋହନ 18-28। ହଁ, ପଢନ୍ତୁ। ପରେ ସେମାନେ ଯୀଶୁ ପରେ ସେମାନେ ଯୀଶୁଙ୍କୁ କୟଫାଙ୍କ ନିକଟକୁ ପ୍ରାସାଦକୁ ଘେନିଗଲେ। ସେତେବେଳେ ପ୍ରାତଃକାଳ ହୋଇଥିଲା। ଆଉ ସେମାନେ ଯେପରି ଅଶୁଚି ନ ହୋଇ ନିସ୍ତାର ପର୍ବର ଭୋଜ ପ୍ରତିପାଳନ କରିପାରନ୍ତି, ଏଥି ନିମନ୍ତେ ନିଜେ ପ୍ରାସାଦ ମଧ୍ୟରେ ପ୍ରବେଶ କଲେ ନାହିଁ। ଦେଖନ୍ତୁ, ଜିହୁଦୀ ମାନେ ନିସ୍ତାର ପର୍ବ ଚାଲୁଥିଲା, ସେ ସମୟରେ ଅଣ ଜିହୁଦୀ ଘରେ ସେମାନେ ପାଦ ରଖିଲେନି। କାହିଁକି? ଅଶୁଚି ହେଇଯିବେ। ମୋ କହିବା କଥା କଣ, ଜିହୁଦୀ ମାନଙ୍କ ରୀତି ଥିଲା ସେମାନେ ସେଇ ଅଣ ଜିହୁଦୀ ଘରକୁ ସେମାନେ ଯିବେନି। ସୂଚି ରହିବାର ଅଛି। ନିସ୍ତାର ପର୍ବରେ ସେ ସବୁ ବିଧି ଗୁଡାକ ସେମାନେ ପାଳନ କରୁଥିଲେ। କିନ୍ତୁ ମୁଁ କହିବା ପାଇଁ ଚାହେଁ, ଯେତେବେଳେ ଯୀଶୁ ଖ୍ରୀଷ୍ଟଙ୍କୁ କ୍ରୁଶାର୍ପିତ ହେଲା ପରେ, ଆଉ ଯେତେବେଳେ କ୍ରୁଶରେ ସେ ଝୁଲୁଥିଲେ, ତାଙ୍କ ଜୀବନ ଗଲା ପରେ, ରୋମିଓ ମାନଙ୍କର ଯେତେବେଳେ ଆମେ ପଢୁ ରୀତିନୀତି ଅନୁଯାୟୀ, ସେମାନେ କଣ କରନ୍ତି? ସେମାନେ କ୍ରୁଶରେ ଛାଡି ଦିଅନ୍ତି। ଯଦି ଗୋଟେ ପାପୀ କ୍ରୁଶରେ ମରେ, ସେମାନେ ଛାଡି ଦିଅନ୍ତି। ସେତେବେଳେ ଆକାଶର ଚଢେଇ, ପକ୍ଷୀଗଣ ସେମାନେ ଆସିକି ସେମାନେ ଖାଇ ଦିଅନ୍ତି କୁମ୍ପି କୁମ୍ପି। ଜିହୁଦୀ ମାନଙ୍କ ରୀତିରେ ସେମାନେ କବର ଦେବାର ସେମାନଙ୍କର ଅଛି। ରୋମିଓ ମାନେ କଣ କରୁଥିଲେ? ପାପୀ ମାନଙ୍କୁ, ଯୋଉମାନେ କ୍ରୁଶରେ, ପାପୀ ମାନେ ସେମାନେ ମଧ୍ୟ ଯୋଉମାନେ କ୍ରୁଶରେ ହତଉଥିଲେ, ସେମାନଙ୍କୁ ଛାଡି ଦଉଥିଲେ, ଆଉ ନଉନଥିଲେ ସେମାନଙ୍କୁ ସମାଧି ପାଇଁ। କିନ୍ତୁ ଜିହୁଦୀ ମାନଙ୍କ ଯେହେତୁ ରୀତି ଥିଲା, ସେମାନେ ଆଣିକି କବର ଦଉଛନ୍ତି। କିନ୍ତୁ ମୋ କହିବା କଥା କଣ, ଯେ ଯୀଶୁ ଖ୍ରୀଷ୍ଟଙ୍କ ଶରୀରକୁ ପିଲାତଙ୍କ ପାଖକୁ ଯାଇକି ଯେତେବେଳେ ସେମାନେ ମାଗିଲେ, ହାରାମାଥିଅ ଯୋସେଫ, ନିକୋଦିମ, ଗୁପ୍ତ ଶିଷ୍ୟ, ସେମାନେ ଯାଇକି ପିଲାତଙ୍କ ଠାରୁ ମାଗୁଛନ୍ତି। ଯୋହନ 19:38-42 ପଢିବେ। ସେମାନେ ଯେତେବେଳେ ମାଗୁଛନ୍ତି, ଗୋଟେ ଜୀବନ ଯାଇଥିବା ଲୋକ ଗୋଟେ ମୃତ ଶରୀରକୁ ହାତ ଲଗେଇବାଟା ଅଶୁଚି ଅଟେ ନିସ୍ତାର ପର୍ବରେ। କିନ୍ତୁ ଏମାନେ ଯାଇକି ମାଗୁଛନ୍ତି ନିସ୍ତାର ପର୍ବରେ। ସେମାନେ ମାଗୁଅଛନ୍ତି ନିସ୍ତାର ପର୍ବର ସମୟରେ। ସେମାନେ ସେ ଅଶୁଚି ବସ୍ତୁକୁ ଯଦି ଆମେ ଛୁଇଁବୁ ତାହେଲେ ଅଶୁଚି ହେଇଯିବୁ। ସେମାନେ ସେସବୁ ଭ୍ରୁକ୍ଷେପ କରୁନାହାନ୍ତି। ସେମାନେ ମାଗୁଅଛନ୍ତି, ଆଜ୍ଞା ଆମକୁ ଦିଅ, ଯୀଶୁ ଖ୍ରୀଷ୍ଟଙ୍କ ଶରୀରକୁ ଆମମାନଙ୍କୁ ଦିଅ। ସେଦିନ ଆହୁରି ପ୍ରକାଶରେ ସେମାନେ ଆସିଲେ। ରୋମୀ ଅଧିକାରୀ ମାନେ ଥିଲେ, ସୈନ୍ୟ ମାନେ ଥିଲେ, ଏମାନେ ଯୀଶୁ ଖ୍ରୀଷ୍ଟଙ୍କ ଶରୀରକୁ ମାଗୁଅଛନ୍ତି। ଲେଖାଯାଏ ଅନେକ ଶିଷ୍ୟ ମାନେ ଛାଡିକି ପଳେଇଥିଲେ। ଅନେକ ଶିଷ୍ୟ ଥିଲେ ଯୋଉମାନେ ତାଙ୍କ ପଛରେ ଆସୁଥିଲେ, କିନ୍ତୁ ବହୁତ କମ ଜଣ ତାଙ୍କ ସହିତ ଥିଲେ। ଯେତେବେଳେ ଯୀଶୁ ଖ୍ରୀଷ୍ଟ କହିଲେ, ମୋର ମାଂସ ପ୍ରକୃତ ଖାଦ୍ୟ, ମୋ ରକ୍ତ ପ୍ରକୃତ ପେୟ, ଯେତେବେଳେ କହିଲେ, ଆରେ ଏଗୁଡାକ କିଏ ଖାଇବ? ଅଧିକ ଶିଷ୍ୟ, ଲେଖାଯାଏ ସେମାନେ ପଳେଇଲେ, ଆଉ ତାଙ୍କ ପଛରେ ଆସିଲେନି। ସୁସ୍ଥତା ପାଇବା ପାଇଁ ତ ବହୁତ ଲୋକ ଆସିବେ, କିନ୍ତୁ ଯୀଶୁ ଖ୍ରୀଷ୍ଟଙ୍କ ସହିତ ଚାଲିବାକୁ ହେଲେ ବହୁତ କମ ଲୋକ ତାଙ୍କ ପଛରେ ଆସନ୍ତି। ସୁସ୍ଥତା ପାଇବା ପାଇଁ ଦେଖିବେ, ବାଇବେଲରେ ଲେଖାଯାଏ ମହାଜନତା ବୋଲି, କିନ୍ତୁ କଷ୍ଟ ଦୁଃଖ ସମୟରେ ଚାଲିବାକୁ ହେଲେ ବହୁତ କମ ଜଣ ସାକାରେ ଥାନ୍ତି, କାରଣ ନିଜର କ୍ରୁଶ ନେଇକି ବହନ କରିବାକୁ ପଡିବ। ପ୍ରଭୁ ସାହାଯ୍ୟ କରନ୍ତୁ। ଯେତେବେଳେ ଆମେ ଦେଖୁ ସେମାନେ ଶରୀର ମାଗିଲେ, ସେତେବେଳେ ଭ୍ରୁକ୍ଷେପ କଲେନି। ନିକୋଦିମ, ଆରେ ମତେ ସେନେଟରୀରୁ ବାହାର କରନ୍ତୁ, ଏଇ ପଦବୀ ମତେ ଦରକାର ନାହିଁ, ମତେ ଯୀଶୁ ହିଁ ଦରକାର। ଆଦି କେତେ ଜଣ ଅଛନ୍ତି ଆମକୁ କୁହ, ପ୍ରଭୁ ଏ ସବୁ ମିଳିଲା ନହେଲେ ନାହିଁ, କିନ୍ତୁ ଯୀଶୁ ତୁମେ ଥିଲେ ତ ଯଥେଷ୍ଟ। ହାଲେଲୁୟା। ପ୍ରଭୁ ତୁମେ ଥିଲେ ତ ଯଥେଷ୍ଟ। ନିକୋଦିମଙ୍କ ଜୀବନରୁ ଆମେ ଶିଖିବା ଦରକାର। ଏତେ ପ୍ରକାଶନରେ ଆସିଲେ, ସେ ଡରିଲେନି। ଅଶୁଚି ହେଇଯିବେ, ହେଲେ ହଉ ପଛେ, କିନ୍ତୁ ଲାଷ୍ଟ ଚାନ୍ସ,
ଯୀଶୁ ଖ୍ରୀଷ୍ଟଙ୍କ ଶରୀରକୁ ଦେଖିବା ପାଇଁ, ଲାଷ୍ଟ ଚାନ୍ସ ତାକୁ କବର ଦେବା ପାଇଁ ଯୀଶୁ ଖ୍ରୀଷ୍ଟଙ୍କ ଶରୀରକୁ ମାଗୁଅଛନ୍ତି। ଗୋଟେ ଏନକାଉଣ୍ଟର ରାତିରେ ଆସୁଥିବା ନିକୋଦିମକୁ ପ୍ରଭୁ କେମିତି ପରିବର୍ତ୍ତନ କଲେ ମାଗୁଅଛନ୍ତି। ଆଉ ତାପରେ ଆମେ ଦେଖୁ 39ରେ ଲେଖାଯାଏ, ଯୋହନ 19:39 ଲେଖାଯାଏ, ଯେଉଁ ନିକୋଦିମ ପ୍ରଥମେ ରାତ୍ରି କାଳରେ ତାଙ୍କ ନିକଟକୁ ଆସିଥିଲେ, ସେ ମଧ୍ୟ ପ୍ରାୟ 50 ସେର ଗନ୍ଧରସ ମିଶ୍ରିତ ଅଗୁରୁ ଘେନି ଆସିଲେ। 50 ସେର ଗନ୍ଧରସ, 50 ସେର କେଜେବି କିଙ୍ଗ ଜେମ୍ସ ଭର୍ସନରେ ଆପଣମାନେ ଦେଖିବେ ଲେଖାଯାଏ 100 ପାଉଣ୍ଡ। 100 ପାଉଣ୍ଡକୁ ଯଦି ଲିଟରରେ କନଭର୍ଟ କରିବେ 45 ଲିଟର। 45 ଲିଟରର ଗନ୍ଧରସ ଅଗୁରୁ, ଯାହା 1,000 ଟଙ୍କାରୁ ଅଧିକ। ମୁଁ ଯେତେବେଳେ ଦେଖୁଥିଲି, ସେଇଥିପାଇଁ କହିଲି ନିକୋଦିମ ଜଣେ ଧନୀ ବ୍ୟକ୍ତି ଅଟନ୍ତି। 1,000 ଟଙ୍କାରୁ ଅଧିକ। ବାଇବେଲରେ ଗୋଟେ ରାଜାକୁ ବହୁତ ବିଳାସ ବେଶନରେ ତାଙ୍କୁ ସମାଧି ଦିଆଯାଇଥିଲା ଏଇ ସୁଗନ୍ଧ ଦ୍ରବ୍ୟ ଲଗେଇକି। ତାଙ୍କ ନାଁ ହଉଛି ଆଶା। ତାପରେ ଆମେ ଦେଖୁ ଯୀଶୁ ଖ୍ରୀଷ୍ଟଙ୍କ ଶରୀରକୁ ସେ 50 ସେର ଗନ୍ଧରସ, 100 ପାଉଣ୍ଡ, 45 ଲିଟର, 1,000 ଟଙ୍କାରୁ ଅଧିକ ନେଇକି ଆସିଛନ୍ତି ଯୀଶୁ ଖ୍ରୀଷ୍ଟଙ୍କୁ ଲଗେଇବା ପାଇଁ। କେତେ ମୂଲ୍ୟବାନ ଜିନିଷ ନେଇକି ଆସିଛନ୍ତି। ସବୁ କିଛି ଦେଇଦେଲେ ତାଙ୍କର ନିକୋଦିମ। ପ୍ରକାଶରେ ଆସିଲେ ଆଉ ବ୍ୟୟ କରିକି ମଧ୍ୟ ଆଣିଛନ୍ତି ଗନ୍ଧରସ ଅଗୁରୁ। ଗନ୍ଧରସ ଅଗୁରୁ କାହିଁକି ଆଣିଲେ? ଗନ୍ଧରସ, ଯାହାକୁ ଗନ୍ଧରସ ଦେଖିବେ, ଯାହାକୁ ଚାଖିଲେ ବହୁତ ତିକ୍ତତା ଲାଗେ, ଗନ୍ଧରସ ଚାଖିଲେ ବିଟରନେସ୍, କିନ୍ତୁ ତାକୁ ଯେତେବେଳେ ଶୁଙ୍ଘିବେ ତାର ସୁଗନ୍ଧ ଏତେ ସୁନ୍ଦର, ଯାହା ସୁଗନ୍ଧଜନକ। ତା ମାନେ ଗନ୍ଧରସ ଶୁଙ୍ଘିବାଟା ଅତି ସୁଗନ୍ଧ ଅଟେ, କିନ୍ତୁ ଚାଖିଲେ ବହୁତ ତିକ୍ତତା ଅଟେ। ଯୀଶୁ ଖ୍ରୀଷ୍ଟଙ୍କର କ୍ରୁଶୀୟ ମୃତ୍ୟୁ ତିକ୍ତତା ହେଇପାରେ, କିନ୍ତୁ ଯୀଶୁ ଖ୍ରୀଷ୍ଟଙ୍କର ପରିତ୍ରାଣ, ଯାହା ସମଗ୍ର ମାନବ ଜାତି ପାଇଁ ଏକ ସୁଗନ୍ଧ ସ୍ୱରୂପ। ହାଲେଲୁୟା। ସେଇ ଦୁଇଟି ବିଷୟ ସେ ଆଣିଲେ। ଆଉ ସେମାନେ କଣ କରୁଛନ୍ତି? ସେମାନେ ଲଗଉଛନ୍ତି ତାଙ୍କ ଶରୀରରେ। ଶରୀରରେ ତାଙ୍କର ସେମାନେ ଲଗଉଛନ୍ତି। ଯୀଶୁ ଖ୍ରୀଷ୍ଟଙ୍କର ଲୁଗା ନଥିଲା, ଗୁଲି ବାଣ୍ଟ କଲେ ତାଙ୍କ ଲୁଗାକୁ 4 ଭାଗରେ। ଆଉ ତାପରେ ସେମାନେ କଣ କରୁଛନ୍ତି? ସେମାନେ ଶରୀରରେ ଲଗେଇଲେ। କାହିଁକି ଜାଣିଛନ୍ତି? ମୁଁ ଯେତେବେଳେ ପଢୁଥିଲି ବହୁତ ବିଷୟ ଜାଣିପାରିଲି। ଶରୀର, ଗନ୍ଧରସ ଆଉ ଅଗୁରୁ ଯିଏ ଶରୀରକୁ କ୍ଷୟ ହେବା ପାଇଁ ଦେବ ନାହିଁ, ସଂରକ୍ଷିତ କରିକି ରଖିବ। ପ୍ରିଜର୍ଭେଟିଭ ଯେମିତି, ସେମିତି ଏହାର ଗୋଟେ ଗୁଣ ହଉଛି ସଂରକ୍ଷିତ କରିକି ରଖିବ। କ୍ଷୟ ହେବାକୁ ଦେବ ନାହିଁ, ନଷ୍ଟ ହେବାକୁ ଦେବ ନାହିଁ, ଦୁର୍ଗନ୍ଧ ହେବାକୁ ଦେବ ନାହିଁ। ସେଇଭଳି ଭାବରେ ଯୀଶୁ ଖ୍ରୀଷ୍ଟଙ୍କର ଶରୀର କହିଲେ ମଣ୍ଡଳୀ, ମଣ୍ଡଳୀ କହିଲେ ଆମମାନେ। ସମସ୍ତେ ଧ୍ୟାନରେ ଶୁଣିବେ। ଯୀଶୁ ଖ୍ରୀଷ୍ଟଙ୍କ ଶରୀର କହିଲେ ମଣ୍ଡଳୀ, ମଣ୍ଡଳୀ କହିଲେ ଆମମାନେ। ସେମାନେ ଯେଉଁଭଳି ପ୍ରକାରେ ଯୀଶୁ ଖ୍ରୀଷ୍ଟଙ୍କର ଶରୀରକୁ ଗନ୍ଧରସ ଆଉ ଅଗୁରୁ ମିଶ୍ରିତ କରିକି ଲଗେଇଲେ, ତା ମାନେ ଶରୀରକୁ ନଷ୍ଟ ହେବାକୁ ଦେଲେ ନାହିଁ, ଶରୀରକୁ କ୍ଷୟ ହେବାକୁ ଦେଲେ ନାହିଁ, ଶରୀରକୁ ଦୁର୍ଗନ୍ଧ ହେବାକୁ ଦେଲେ ନାହିଁ, ସଂରକ୍ଷିତ କରିକି ରଖିଲେ। ସେଇଭଳି ପ୍ରକାରେ ଆଜି ଆମମାନେ ଯଦି ଖ୍ରୀଷ୍ଟଙ୍କ ମଣ୍ଡଳୀର, ଆଜି ହଉଛୁ ଆମମାନେ ଶରୀର, ଖ୍ରୀଷ୍ଟଙ୍କ ମଣ୍ଡଳୀ ଯଦି ଶରୀର, ତାହେଲେ ମଣ୍ଡଳୀକୁ କ୍ଷୟ ହେବାକୁ ଦେବା ନାହିଁ। ଖ୍ରୀଷ୍ଟ ମଣ୍ଡଳୀ କହିଲେ ଆମମାନେ, ଆମମାନେ ମଧ୍ୟ ସେ ଶରୀରକୁ ନଷ୍ଟ ହେବାକୁ ଦେବା ନାହିଁ, ଦୁର୍ଗନ୍ଧ ହେବାକୁ ଦେବା ନାହିଁ। ଆଜି ଯୋଉ ମଣ୍ଡଳୀକୁ ଆଜି ଆମମାନେ ଯାଉଅଛୁ, ସେ ମଣ୍ଡଳୀରେ କେବେ ହେଲେ ଆମେ ଦୁର୍ଗନ୍ଧ ନ କରୁ। ତା ଦୁର୍ଗନ୍ଧ ହେବାକୁ ଦେବା ନାହିଁ, ତା କ୍ଷୟ ହେବାକୁ ଦେବା ନାହିଁ, ତା ନଷ୍ଟ ହେବାକୁ ଦେବା ନାହିଁ। ଅନେକ ମଣ୍ଡଳୀ ଯାଆନ୍ତି, କିନ୍ତୁ ମଣ୍ଡଳୀର ଖରାପ ବିଷୟ ଅନ୍ୟ ମଣ୍ଡଳୀ ଆଗରେ କହନ୍ତି। ମଣ୍ଡଳୀରେ ଥିବା ପାଳକଙ୍କର ପରିବାରର ବିଷୟ ଅନ୍ୟ ମଣ୍ଡଳୀରେ କହନ୍ତି। ମଣ୍ଡଳୀରେ ଥିବା ଝଗଡ଼ାର ବିଷୟ, ବିଶୃଙ୍ଖଳାର ବିଷୟ, କିଏ କାହାକୁ କଣ କଲା ସେଇ ବିଷୟ ଅନ୍ୟ ମଣ୍ଡଳୀ ଆଗରେ କହନ୍ତି। ଅନ୍ୟ ଲୋକ ଆଗରେ କହିବା ଦ୍ୱାରା ବହୁତ ଆନନ୍ଦ ଅନୁଭବ କରନ୍ତି। କିନ୍ତୁ ଯଦି ଖ୍ରୀଷ୍ଟଙ୍କ ମଣ୍ଡଳୀର ଶରୀର ଆମମାନେ ଯେତେବେଳେ ମଣ୍ଡଳୀ ଯାଉ, ମଣ୍ଡଳୀକୁ ଆମମାନେ ସୁଗନ୍ଧ ଯୋଉ ବିଷୟ ଅଛି ତାକୁ ଅନ୍ୟ ଆଗରେ ପ୍ରକାଶ କରୁ।
ସୁଗନ୍ଧ କହିଲେ ଯୋଉଭଳି ପ୍ରକାରେ ଯୀଶୁଖ୍ରୀଷ୍ଟଙ୍କ ପରିତ୍ରାଣ ସୁଗନ୍ଧ, ସେଇଭଳି ପ୍ରକାରେ ମଣ୍ଡଳୀରେ ଥିବା ସୁଗନ୍ଧ, ତା ମାନେ କେତେ ଲୋକ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଆଡକୁ ଆସିଲେ, କେତେ ଜଣ ବିଶ୍ୱାସରେ ବଢୁଅଛନ୍ତି, କେତେ ଜଣ ପରିବାର ପରିବର୍ତ୍ତନ ହେଲେ, କେତେ ଜଣ ପ୍ରଭୁଙ୍କୁ ଗ୍ରହଣ କଲେ। ଏଇ ସବୁ ବିଷୟ ସୁଗନ୍ଧ ସ୍ୱରୂପ ଅନ୍ୟ ଆଗରେ ପ୍ରକାଶ କରୁ, ଦୁର୍ଗନ୍ଧକୁ ପ୍ରକାଶ ନ କରୁ, ମଣ୍ଡଳୀକୁ ନଷ୍ଟ ହେବା ପାଇଁ ଦେବୁ ନାହିଁ, ଦବା ନାହିଁ। ଆହୁରି ମୁଁ ଯଦି କହିବି, ଯଦି ଖ୍ରୀଷ୍ଟଙ୍କ ମଣ୍ଡଳୀରେ ଆମମାନେ ଯଦି ହଉଛୁ ଶରୀର, ତାହେଲେ ଆମମାନେ ମଧ୍ୟ ଆମର ଶରୀରକୁ କ୍ଷୟ ହେବାକୁ ଦବା ନାହିଁ। ମଣ୍ଡଳୀ ସହିତ ଆମମାନେ ମଧ୍ୟ ଆମର ଶରୀରକୁ ଆମମାନେ ଯତ୍ନ ନେବା। ଆମ ଶରୀର ଯାହା ଆମମାନେ ଆଜି ଯୋଉ ସତ୍ୟତା, ଯୋଉ ଧାର୍ମିକତା, ଯୋଉ ପବିତ୍ରତା, ତାକୁ ସଂରକ୍ଷିତ ରଖିବାର ଆବଶ୍ୟକ ରହିଅଛି। ହାଲେଲୁୟା। ସତ୍ୟତା, ପବିତ୍ରତା, ଧାର୍ମିକତା, ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ସ୍ୱଭାବ ଯୋଉ ଭଳିଆ ଥିଲା, ତାକୁ ଆମମାନଙ୍କୁ ସଂରକ୍ଷିତ କରିକି ଆମ ଜୀବନରେ ରଖିବାର ଆବଶ୍ୟକ ରହିଅଛି। ସେଇଥିପାଇଁ ସେମାନେ ଲଗେଇକି ତାକୁ ସୂକ୍ଷ୍ମ ବସ୍ତ୍ରରେ ଘୋଡେଇ ଦେଲେ। ଯଦି ମଣ୍ଡଳୀ ଖ୍ରୀଷ୍ଟଙ୍କ ଶରୀର କହିଲେ ମଣ୍ଡଳୀ ଆମମାନେ ସବୁବେଳେ ଘୋଡେଇବା ଦରକାର। ସୂକ୍ଷ୍ମ ବସ୍ତ୍ରରେ ଘୋଡେଇଲେ, ଆମମାନେ ଘୋଡେଇବା ଦରକାର। ଶୈତାନର କାମ ସବୁବେଳେ ଉଲ୍ଲଂଘନ କରିବାକୁ ଚାହେଁ। ଯେତେବେଳେ ଆଦମ ହବା ଅନାଜ୍ଞାବହତା ଯେତେବେଳେ ହେଲେ, ଆଜ୍ଞା ଲଙ୍ଘନ କଲେ, ସେତେବେଳେ ଲେଖାଯାଏ ତାଙ୍କର ପୋଷାକକୁ ଗୌରବମୟ ବସ୍ତ୍ରକୁ ହରେଇଲେ। କିନ୍ତୁ ତା ପରବର୍ତ୍ତୀ ପର୍ଯ୍ୟାୟରେ ସଦାପ୍ରଭୁ ଗୋଟେ ଚର୍ମରେ ନିର୍ମିତ ବସ୍ତ୍ରକୁ ପିନ୍ଧେଇଲେ ବୋଲି ଲେଖାଯାଏ। ସଦାପ୍ରଭୁ ପିନ୍ଧାନ୍ତି, ଶୈତାନ ଉଲ୍ଲଂଘନ କରିବା ପାଇଁ ଚାହେଁ। ସେଇଭଳି ପ୍ରକାରରେ ଲୋକମାନେ, ଏଇ ଯୋଉ ଶିଷ୍ୟମାନେ ସୂକ୍ଷ୍ମ ବସ୍ତ୍ରରେ ଗୁଡେଇ ଦେଲେ ବୋଲି ଲେଖାଯାଏ। ସେଇ ବିଷୟ ଆମେ ପ୍ରଚାର କରୁ ଯେ ଘୋଡେଇବା ଦରକାର ମଣ୍ଡଳୀକୁ। ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ପରିତ୍ରାଣର ସୁଗନ୍ଧକୁ ପ୍ରଚାର କରିବା ଦରକାର। କେତେ ଜଣ ଅଛନ୍ତି, ଆମମାନେ କେତେ ଶୁଣିଛୁ ଯେ ଯୋଉମାନେ ସେ ଲୁଗାକୁ 4 ଭାଗ କଲେ, ଖ୍ରୀଷ୍ଟଙ୍କର ଯୋଉ ଦେହରେ ଲୁଗା ଥିଲା ତାକୁ ଭାଗ ଗୁଲି ବାଣ୍ଟ କଲେ ବୋଲି, ତାଙ୍କ ଦେହରେ ଲୁଗା ନଥିଲା। ମତେ ଲାଗୁନି କେହି ପ୍ରଚାର କରିଥିବେ, ବହୁତ କମ ହେଇପାରନ୍ତି। କିନ୍ତୁ ଅଧିକ ମାତ୍ରାରେ ପ୍ରଚାର କରିଥିବେ ଯେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ସେଇ ପରିତ୍ରାଣ ସମଗ୍ର ମାନବ ଜାତି ପାଇଁ ତା ସୁଗନ୍ଧ ସ୍ୱରୂପ। ଆମେ ସେଇ ବିଷୟରେ ଶୁଣୁ। ଏଇ ନିକୋଦିମଙ୍କ ବିଷୟ ଦେଖନ୍ତୁ, ଯିଏ ଘୋଡେଇଲେ, ବହୁତ ସୁନ୍ଦର ଲାଗିଲା ମତେ। ଆମେ ସେଇଭଳି ପ୍ରକାରେ ଯୋଉ ମଣ୍ଡଳୀକୁ ଯାଉଛୁ, କାହାର ବିରୁଦ୍ଧରେ ଥିବା କଥାକୁ ବାହାରେ ପ୍ରକାଶ ନ କରୁ। ସବୁବେଳେ ଉତ୍ତମ ବିଷୟ, ସବୁବେଳେ ବିଶ୍ୱାସର ବିଷୟ, ସବୁବେଳେ କେତେ ଜଣ ଆମ ମଣ୍ଡଳୀରେ ପ୍ରଭୁଙ୍କ ଠାରେ ବଢିଲେ, ଆମେ କେତେ ଯାଇକି ସୁସମାଚାର ପ୍ରଚାର କରୁଅଛୁ ଅନ୍ୟମାନଙ୍କ ନିକଟରେ। ଆମର ପାଳକ କେତେ ଉଦ୍ଯୋଗୀ ଅଟନ୍ତି, କେତେ ପରିଶ୍ରମ କରନ୍ତି। ଆମର ପ୍ରାଚୀନ ମାନେ କେତେ ପରିଶ୍ରମ କରନ୍ତି, ସକାଳୁ ଉଠନ୍ତି, ଗୁଗୁଲ ମିଟ୍ କରନ୍ତି, ଲୋକମାନେ ଆସନ୍ତି, ଆଶୀର୍ବାଦ ପାଆନ୍ତି। ଏଇ ସବୁ ବିଷୟ ଆମେ କହୁ। ପାଷ୍ଟର ଅଛନ୍ତି, କେତେ କଷ୍ଟ ସହିକି ତାଙ୍କ ପରିବାରକୁ ବଢେଇଛନ୍ତି, ଲୋକମାନଙ୍କୁ ସେମାନେ ଉତ୍ସାହ ଦିଅନ୍ତି ପ୍ରଭୁଙ୍କ ଠାରେ ବଢିବା ପାଇଁ। ଏଇ ବିଷୟ କହୁ। ଆମମାନେ ମଣ୍ଡଳୀରେ ଥିବା ଦୁର୍ବଳତାକୁ ବାହାରେ ପ୍ରକାଶ ନ କରୁ। ନିକୋଦିମଙ୍କ ବିଷୟ ଆମେ ଦେଖିଲୁ, ଯେ ଜଣେ ଗୁପ୍ତ ଭାବରେ ଆସିଥିଲେ, ପ୍ରଭୁ ପ୍ରକାଶରେ ତାଙ୍କୁ ସର୍ବ ସାକ୍ଷାତରେ ସାକ୍ଷୀ ହେବା ପାଇଁ ସାହାଯ୍ୟ କଲେ। ନିକୋଦିମଙ୍କ ବିଷୟ ଗୋଟିଏ ରାତ୍ରିର ଏନକାଉଣ୍ଟର ଜୀବନ ଯଥେଷ୍ଟ। ଆଜି ଯୋଉମାନେ ଅଛନ୍ତି, ଯଦି ଯୁବାମାନେ ଯଦି ଜୀବନ ପରିବର୍ତ୍ତନ ହେଇନି, ପ୍ରଭୁଙ୍କୁ ମାଗନ୍ତୁ, ପ୍ରଭୁ ଗୋଟେ ଦେଖା। କେତେ ବାକ୍ୟ ଶୁଣୁଛି କିନ୍ତୁ ମୋ ଜୀବନରେ କାର୍ଯ୍ୟକାରୀ ହଉନି, କିନ୍ତୁ ଜଳ ସହିତ ପ୍ରଭୁଙ୍କର ଆତ୍ମା ମଧ୍ୟ ଦରକାର। ତା ଯଦି ଆସିବ, ଆପଣ ଯାହା ଶୁଣିବେ ତଦନୁଯାୟୀ ଚାଲିବା ପାଇଁ ପ୍ରଭୁ ସାହାଯ୍ୟ କରିବେ। ଆଉ ଯଦି ଭୟ ଅଛି କୌଣସି ବିଷୟକୁ ନେଇକି, ପବିତ୍ର ଆତ୍ମା ଅଛନ୍ତି ଯିଏ ଭୟର ଆତ୍ମା ଦେଇନାହାନ୍ତି, ଯିଏ ସାହସର ଆତ୍ମା ଦେଇଅଛନ୍ତି। ଯୋଉ ନିକୋଦିମ ରାତ୍ରିରେ ଆସିଥିଲେ, ଭାବୁଥିଲେ ଗୋଟେ କଣ ହେଇଥାଇ ପାରନ୍ତି, କିନ୍ତୁ ସର୍ବ ସାକ୍ଷାତରେ ସାକ୍ଷୀ ହେଲେ, ଡରିଲେନି। ଆଜି ହେଇପାରେ ମୋ ଚାକିରି ପାଇଁ ମୁଁ ଡରିବି, ଖ୍ରୀଷ୍ଟିଆନ କହିଲେ ମତେ କିଏ ବାହାର କରିଦବ, ଖ୍ରୀଷ୍ଟିଆନ କହିଲେ ମତେ କଣ କିଏ ତଳକୁ ପକେଇଦବ, ଖ୍ରୀଷ୍ଟିଆନ କହିଲେ ମୋର ପ୍ରମୋସନ ହ୍ୟାମ୍ପର ହେଇପାରେ। କିନ୍ତୁ ସେସବୁ ପାଇକି ଯଦି ଯୀଶୁଙ୍କୁ ହରଉ, ତାହେଲେ ଲାଭ କଣ? ଯୀଶୁ ଅଛନ୍ତି ତ ସବୁ କିଛି ମୋର ଅଛି। ପ୍ରଭୁ ଏହି ବାକ୍ୟରେ ଆଶୀର୍ବାଦ କରନ୍ତୁ।